ଦୌଡ଼ି 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 ଆସିଲି ଦେଖିଲା ସବୁ ଆମର ରତି ବାବୁ ତାଙ୍କ ଭାଇଙ୍କି ଫୋନ୍ କରିଥିଲେ। ତାଙ୍କ ଭାଇ ସୁକାନ୍ତ ବାବୁ ଆଣିକି ଆସିଥିଲେ କୁକୁଡ଼ା 3ଟି। ମୁଁ ଦୌଡ଼ି ଦୌଡ଼ି ଆଣିଥିଲି। ଏମିତିଆ କୁକୁଡ଼ା କେବେ ବି ଦେଖିନଥିବେ। କୁକୁଡ଼ା କ୍ୱାଲିଟି ଅଲଗା, ଖାଇବା ଅଲଗା, ପୁରା ପିଓର ଦେଶୀ କୁକୁଡ଼ା। ଏବେ ଆମ କୁକୁଡ଼ା ମିଳୁନି ଦେଶୀ, ଯାହା ମିଳୁଛି ବ୍ରଏଲର ଅଷ୍ଟ୍ରେଲିଆ ଏମିତି ମିଳୁଛି। ମୁଁ ଦୌଡ଼ି ଦୌଡ଼ି ମୋତେ ରତି ଫୋନ୍ କଲା ଯେ କହିଲା କାଳିଆ ବାବୁ ଆସିକି ଟିକେ ଦେଖନ୍ତୁ କୁକୁଡ଼ା କେଉଁ ଭଳିଆ ଅଛି। ମୁଁ ଦୌଡ଼ି 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 ଆସିକି ଦେଖିଲା ସବୁ ରତି ବାବୁ କୁକୁଡ଼ା ସେଇଠି ରଖିଛନ୍ତି। ଟିଆଁ 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 କୁକୁଡ଼ା ଦେଖିଲା ସବୁ ପୁରା ଗୁଲଗୁଲିଆ କୁକୁଡ଼ା, ଦେଶୀ କୁକୁଡ଼ା 2ଟା ହେଇଛନ୍ତି। ଆଜି ଆଙ୍କର ଶୁକ୍ରବାରରେ ଖିଆ ହବ। ରତି ବାବୁ ପୁରା ବେଗ୍ ନେଇକି ଆସିଛନ୍ତି। ପୁରା ବେଗ୍ରେ ଆଜି 2ଟା ପଶିବେ। ଆଜି ପୁରା ବୋବାଲିଆ 2ଟା କରିବେ। ତମ ପୁରାନ୍ତୁ କୁକୁଡ଼ା ବର୍ତ୍ତମାନ ଯାଉଛନ୍ତି ଆଉଲେ। ଏମିତିଆ ଦେଶୀ କୁକୁଡ଼ା କେବେ ଦେଖିନଥିବେ, ଖାଇଲେ ହଗିବେ। ହଲଚଲ କରିବ କୁକୁଡ଼ା 2ଟା। ବର୍ତ୍ତମାନ କୁକୁଡ଼ା ଟଙ୍ଗା ହେଲା। ଅଧଘଣ୍ଟାଏ ପରେ ଦୋକାନ ଖୋଲି ସାରିଲା ପରେ ଆମର ରେଡ଼ି ହେବ। ଚିକେନଟା ରେଡ଼ି ହେଇକି ଆପଣମାନଙ୍କୁ ଛଡ଼ା ହେବ। କେମିତି ହେଇଛି ଆପଣମାନେ କମେଣ୍ଟ ବକ୍ସରେ ଜଣାନ୍ତୁ। ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ବର୍ତ୍ତମାନ ଆମେ ଦୋକାନକୁ ଯିବା। ଦୋକାନ କେଉଁ ପରିସ୍ଥିତିରେ ଅଛି ଦେଖିବା, ତାପରେ ଆସିବା ଭୋଜି ଭାତକୁ। ଦୋକାନ ପଡ଼ିଲା ପ୍ରଶାନ୍ତ ବାବୁ ବି ଆଇଛନ୍ତି। ବର୍ତ୍ତମାନ ଦୋକାନରେ ଏଣ୍ଟ୍ରି କରିଦେଲୁ। ପୂଜାପୂଜି ସରିଗଲେ ବର୍ତ୍ତମାନ ବେପାରଟି ହେବ।